ଆସନ୍ତୁ ଶୁଣିବା ଗୋଦାବରୀଶ ମିଶ୍ରଙ୍କ ଗଳ୍ପ ବଡ଼ ପୁଅର ଦ୍ୱିତୀୟ ଭାଗ। କୃଷ୍ଣ ନଟବରଙ୍କ ଘରକୁ ଆସିବାର 6 ବର୍ଷ ହୋଇଗଲାଣି। ତା ପାଇଁ ପାତ୍ରୀ ଠିକ୍ ହୋଇଛି। ବିବାହ କେତେ କାଳ ଗଡ଼ି ଗଡ଼ି ଅତି ଅଳ୍ପ ଦିନରେ ଦୋଳ ପୂର୍ଣ୍ଣମୀ ଦିନ ହେବ। ଏପରି ସମୟରେ ଫଗୁ ଦଶମୀ ରାତିରେ ବିମଳାଙ୍କ ଗର୍ଭରୁ ଗୋଟିଏ ପୁତ୍ର ସନ୍ତାନ ଜନ୍ମଲାଭ କଲା। ସେ ଘଟଣାରେ ଘରେ ଅନେକ ଦିନ ଧରି ଏତେ ଉତ୍ସବ ଆନନ୍ଦ ଲାଗିଲା ଯେ କୃଷ୍ଣର ମଙ୍ଗଳକୃତ୍ୟ ଉତ୍ସବ ପାଇଁ ଆଉ ଖାଲି ଜାଗା ରହିଲା ନାହିଁ। ଅଶୌଚ ଯୋଗେ ମଧ୍ୟ ତାହା ବନ୍ଦ ରଖିବାକୁ ହେଲା। ସେଠାରୁ 13 ମାସ ବିବାହ ଯୋଗ ନଥିଲା। ଦିନମଣି କ୍ରମେ ବୟସରେ ବଢ଼ିବା ସଙ୍ଗେ ସଙ୍ଗେ ବିମଳାଙ୍କ ହୃଦୟର ଏତେ ସ୍ଥାନ ଅଧିକାର କରିନେଲା ଯେ ସେଠାରେ ତିଷ୍ଠିବା ନିମନ୍ତେ କୃଷ୍ଣକୁ ବିଶେଷ ଭାବରେ ନିଜକୁ ସଂକୁଚିତ କରିବାକୁ ପଡ଼ିଲା। ଏ ସଂକୋଚନ କ୍ରିୟା ଅତି ବେଗରେ ବଢ଼ିବାକୁ ଲାଗିଲା। ସେଥିରେ ଏପରି ଦିନ ଆସିଲା ଯେତେବେଳେ କି କୃଷ୍ଣ ନିଜର ପତ୍ତା ଅନୁଭବ କରିବା ତା ପକ୍ଷରେ ଅସମ୍ଭବ ହୋଇପଡ଼ିଲା। ତଥାପି ସେ ମନ ମଧ୍ୟରେ ଦୁଃଖ ବା ଈର୍ଷା ପ୍ରବେଶ କରିବାକୁ ଦେଲା ନାହିଁ। ସେ ଭାବି ସ୍ଥିର କଲା ଯେ ବିମଳାର ସଂକୀର୍ଣ୍ଣ ମାତୃ ହୃଦୟ ସେ ଛୋଟିଆ ପିଲା ଭାଇଟି ପାଇଁ ଛାଡ଼ିଦେଇ ନିଜେ ଘରଗୁଡ଼ିକର ବିସ୍ତୃତ ପରିସର ଅଧିକାର କରି ରହିବ। କିନ୍ତୁ ସେସବୁ ନିର୍ଜୀବ ଜଡ଼ସ୍ଥାନ ମଧ୍ୟ ପ୍ରଥମେ ବିମଳାଙ୍କର ନୀରବ ଘୃଣା, ଦ୍ୱେଷ ଉପରେ ଶବ୍ଦବହୁଳ ତାଡ଼ନା, ଭର୍ତ୍ସନା, ନିନ୍ଦା, ତିରସ୍କାର ଆଦିରେ ଏତେ ପୂରି ଆସିଲା ଯେ କୃଷ୍ଣ ଘର ଭିତରେ ଆଶ୍ରୟ ନ ପାଇ ପଦାରେ ଅପର ଲୋକଙ୍କ ପିଣ୍ଡାରେ ଗଛମୂଳେ ଟିକିଏ ଶାନ୍ତିପୂର୍ଣ୍ଣ ସ୍ଥାନ ଖୋଜିବାକୁ ଲାଗିଲା। ବିବାହ ଯୋଗ ନଥିବାରୁ 13 ମାସ ସମୟ କେତେ ଦିନ ଗତ ହୋଇଗଲାଣି। କୃଷ୍ଣର ବିବାହ ପ୍ରସ୍ତାବ ନଟବର କେତେଥର କହି ବିମଳାଙ୍କ ଆପତ୍ତି ଯୋଗେ ଆଉ କାର୍ଯ୍ୟରେ ପରିଣତ କରିପାରି ନାହାନ୍ତି। ନିର୍ବନ୍ଧ ହୋଇସାରିଥିଲେ ମଧ୍ୟ କନ୍ୟାକର୍ତ୍ତା ନିଜର କନ୍ୟାକୁ ବରପୂର୍ବା କରି ରଖିବା ପଛକେ ଶ୍ରେୟସ୍କର ମଣିଲେ ତଥାପି କୃଷ୍ଣ ସହିତ ବିବାହ ସୂତ୍ରରେ ଆବଦ୍ଧ କରିବାକୁ ଆଉ ଆଗ୍ରହ ଦେଖାଇଲେ ନାହିଁ। ସେ ଆଗ୍ରହ ଦେଖାଇଥିଲେ ଏବଂ ବିମଳା ନଟବରଙ୍କ ପ୍ରସ୍ତାବରେ କୌଣସି ଆପତ୍ତି କରିନଥିଲେ ମଧ୍ୟ ଅଲଙ୍ଘନୀୟ ଅନିଚ୍ଛା ଏବଂ ଆପତ୍ତି କୃଷ୍ଣ ଆଡ଼ୁ ପ୍ରକାଶ ପାଇଥାନ୍ତା। ସେ 13 ମାସ ସମୟ ମଧ୍ୟରେ କୃଷ୍ଣ ସ୍ଥିର କରିଥିଲା ଯେ ସେ ଆଉ ବିବାହ କରିବ ନାହିଁ। ବିଶ୍ୱନାଥପୁର ମକଦ୍ଦମଙ୍କ ଏକମାତ୍ର ଝିଅ ସୌଦାମିନୀର ମଧୁର ସ୍ମୃତି ହୃଦୟରୁ ପୋଛି ପକାଇଥିଲା। ନଟବର ଦୁଃଖ, ଲଜ୍ଜା ଓ ସନ୍ତାପରେ ମ୍ରିୟମାଣ। କୃଷ୍ଣ ପ୍ରତି ତାଙ୍କର ଯେ କେବଳ ଶୁଷ୍କ କର୍ତ୍ତବ୍ୟ ରହିଛି ତା ନୁହେଁ, ତା ସହିତ ତାଙ୍କ ହୃଦୟର ସରସ ମଧୁର ବନ୍ଧନ ଅଚ୍ଛେଦ୍ୟ ବୋଲି ସେ ଅନୁଭବ କରିଛନ୍ତି। ସୁତରାଂ ବିମଳାଙ୍କ ହୃଦୟରୁ କୃଷ୍ଣ ଯେତେ ଯେତେ ବିତାଡ଼ିତ ହୋଇଆସିଛି ସେ ତା ପାଇଁ ନିଜର ବିଶାଳ ହୃଦୟକନ୍ଦର ସେତିକି ପ୍ରସାରିତ କରିଛନ୍ତି। ତାଙ୍କ ଗୃହରେ କୃଷ୍ଣର ଦୁର୍ଗତି ଦେଖି ଏକାନ୍ତରେ ଆଖିରୁ ଦୁଃଖ ଓ ଅନୁତାପର ଜାହ୍ନବୀ ସ୍ରୋତ ଢାଳୁଛନ୍ତି। ମନେ ମନେ କହୁଛନ୍ତି, ମୁଁ କାହିଁକି ଜଗତରେ ତାର ବସିବାର ନିର୍ଦ୍ଦିଷ୍ଟ ସୁଦୃଢ଼ ଆସନର ଭାରକେନ୍ଦ୍ର ମୋର ସାମାନ୍ୟ ସ୍ୱାର୍ଥମୟ ସ୍ନେହରଜ୍ଜୁର ଆକର୍ଷଣରେ ବିଚଳିତ କଲି। ସେ ନିଜକୁ ଧିକ୍କାର କରୁଛନ୍ତି, ଅଭିଶାପ ଦେଇଛନ୍ତି। କୃଷ୍ଣ ସବୁ ଅନୁମାନ କରୁଛି, ମାତ୍ର ଦିନେ ପଦେ ଦୁଃଖର କଥା ତାଙ୍କ ମୁହଁରୁ ଶୁଣୁନାହିଁ। କେବଳ ନଟବରଙ୍କ ନିମନ୍ତେ ସେ ଏକ ପ୍ରବଳ ବର୍ଦ୍ଧିଷ୍ଣୁ ଅଗ୍ନିଶିଖାକୁ ଆଲିଙ୍ଗନ କରି ରହିଛି। କ୍ରମେ କ୍ରମେ ଜଳି ଯାଉଛି, ତଥାପି ତାକୁ ଛାଡ଼ୁନାହିଁ କିମ୍ବା ନିଜର କଷ୍ଟ ଯନ୍ତ୍ରଣା ତିଳେ ମାତ୍ର ପ୍ରକାଶ କରୁନାହିଁ। କୃଷ୍ଣର ଜନ୍ମିତ ପିତା ଏ ମଧ୍ୟରେ ନିଜର ବଂଶ ପରମ୍ପରା ରକ୍ଷା କରିବା ନିମନ୍ତେ ରାମକୁ ଛନ୍ଦି ସଂସାର କ୍ଷେତ୍ରରେ ସହାୟ ଯୁକ୍ତ କରି ଇହଧାମ ଛାଡ଼ି ଚାଲି ଯାଇଛନ୍ତି। ଗଲାବେଳେ ରାମକୁ କହିଥିଲେ, ବାପା, କୃଷ୍ଣ ପରି ପିଲା ଜଗତରେ ଦୁର୍ଲଭ। ସେଥିପାଇଁ ମୁଁ ତାର କୌଣସି କାର୍ଯ୍ୟରେ ଦିନେ ବାଧା ଦେଇନାହିଁ। ଦେଖିବୁ, ବିପଦରେ ଆପଦରେ ତାକୁ ହୃଦୟରୁ ପାଶୋରି ଦେବୁ ନାହିଁ। ସେ ତୋର ବଡ଼ ଭାଇ, ଅତଏବ ପିତୃତୁଲ୍ୟ। ପିତାଙ୍କ ଅନ୍ତିମ କାଳର ପରାମର୍ଶ ଯୋଗେ ହେଉ ବା ନିଜର ସ୍ୱାଭାବିକ ଭାତୃପ୍ରେମ ଯୋଗେ ହେଉ ଆପଣାର ପୈତୃକ ଧନ ସମ୍ପତ୍ତି ନଟବରଙ୍କ ଘରେ ଛାଡ଼ି ସୁଦ୍ଧା କୃଷ୍ଣଙ୍କୁ ନିଜ ଘରକୁ ଫେରିଯିବାକୁ ରାମ ଶସ୍ତ୍ରୀକ ବାରମ୍ବାର ଅନୁରୋଧ କଲା। ମାତ୍ର ମୋର ତ ଏଠାରେ କୌଣସି ଅସୁବିଧା ହେଉନାହିଁ କହି କୃଷ୍ଣ ରାମର ଅନୁରୋଧ ରଖିଲା ନାହିଁ। ଏକ ଦିଗରେ ବିମଳା ଓ ଅନ୍ୟ ଦିଗରେ କୃଷ୍ଣ, ଏ ଦୁହିଁଙ୍କ ମଧ୍ୟରେ ନଟବର ଦିନକୁ ଦିନ କିଂକର୍ତ୍ତବ୍ୟ ବିମୂଢ଼ ହୋଇ ରହିଲେ। ଦିନେ ବିମଳା ନଟବରଙ୍କୁ ଡାକି କହିଲେ, ଆଚ୍ଛା, ଏ କି ନାଟ ତମର? ପର ପିଲାଟାକୁ ଆଣି ଘରେ ଏତେ କାଣ୍ଡ କରିବ? ମୁଁ ଯେପରି ଏ ଘରେ କେହି ନୁହେଁ, ମୋ ଦିନମଣି କେହି ନୁହେଁ,
एकथा मु आउ बेसी दिन बर्दाश्त करिबि नाही, आजिठारु कहि रखुछि। एहा सुनी नटवर ताळुरु तळिपा पर्यंत बिच्छा कामुडिला परि कष्ट जंत्रणा अनुभव कले। विमलांको केते करि बुझाइले, केते उपदेश देले, विमला किछि सुनिले नाही। शेषरे कहिले, तेबे तुमे ताकू धरि ए घरे रुह, मु मो दिनमणि की धरि भाग्य आदरि चालिबि। विमला दिनमणि की धरि केवाडे जीवे बोली प्रकृति इच्छा करि जे एकथा कहिथिले ता नुहे। अंततः तांकर परवर्ती कार्यकलापरू ताहार कौनसी प्रमाण मिलिला नहीं। क्रमे नटवर और कृष्ण खाइबाकू पाइले नहीं। उपवास काल कटाइबा पई घर को आसवाकू बसिले मध्य घरे प्रवेश करिवार उपाय बंद हैला। सेथिरु बोध हैला नटवरंकू विमला से शेष कथा कहिबार सारमर्म एहा ही थिला जे से दिनमणि की धरी सेही घरे रहिबे एवं नटवर जदि कृष्ण को ता आसीबा बाटरे एका जीवाकू पुणी छाड़ी न दियंती ताहेले से ता सहित जेणे इच्छा तेणे जाइपारंती। से घर नटवरंक पैतृक वासस्थान, ताहा छाड़ी जिबा तांक पक्षे कष्टकर होई पारे। कृष्णर काहा सहित कौनसी बंधन नाही, समग्र जगतर काहारी संगे से बंधा नुहे। केवल नटवरंक हृदय से आबद्ध होई रहिछि। से अदृश्य द्वार फिटाई जाइपारु नाही। विशाल वनदेशर मृग शिशु जे पंजुरी रे पड़िछि ताहा छाड़ी जिबा ता पक्षे असंभव होइछि। कौनसी लाभर आशार नुहे, केवल यही विश्वास जोगे जे से चलीगले पंजुरियार पंजुरीटी काले भांगी जीव। कृष्ण बहुकाल भावी स्थिर कला जे से सेहिठारे पड़ी रहिबो। सबु गाली अवहेला घृणा पिठी रे बहिनेब, किंतु चाली जाई नटवरंक मनरे कष्ट देव नाही। सुतरां से घरर चाकर परि चलिला, सबु कामदाम कला, बाहर खाइला, पदारे शोइला। नटवर प्रथमे प्रथमे आपत्ति करुथिले, मात्र क्रमे अभ्यस्त होइगले। अतएव कृष्णर निर्धारित पंथारे कौनसी बाधा पड़िबार कारण रहिला नाही। किंतु विमला सेथिरे संतुष्ट हेले नाही। से दिनमणि को कृष्ण पाखकु छाड़िबारे घोर आपत्ति देखाइले। ताकू सिंधुकर अमूल्य मणिटी परि केते दिन ताला पकाई घर भितर रखिले। सतेबा कृष्ण ताकू चोराई नेबाकू केवल सेठारे दुख कष्ट सही पड़ी रहिछि। शेषर दिने विमला कहि पकाइले, कुसुनिया ए घरे रहिछि खाली मो दरिद्र पसरा दिनमणिर रिष्ट हेबाकू। दिने तंटी चिपी मारिदेले तो मु दिनी पांजिरु गली। विमलांकर ए कथा शुणी ताहा जे कि प्रकार असंभव और असंगत बुझी नटवर पत्नींकर मूर्खतार टिके हसिले। किंतु तापरे कृष्णर आउ देखा मिलिला नाही। नटवर अनेक खोजाइले, केही तार पत्ता पाइले नाही। से निराश होई दीर्घ निश्वास पकाइले, आखिर लुहधार बुहाई बक्ष तिंताइले। केते आहार निद्रारे अवहेला करी शरीर शीर्ण कले। से संवाद पाई राम मृतवत होई पड़ी रहिला। किंतु विमला निजर भाराक्रांत हृदय हालुका करी निश्चिंतरे निश्वास माइले। तांकर दिनमणि निष्कंटक हैला। कृष्णर संपत्ति रे नटवरंक धन दौलत गढ़ा होईछि। कृष्ण थिबा जाए दिनमणि सेथिरे शत्रुहीन उत्तराधिकारी हेबा असंभव। अतएव विमला कहिले, जाइछि त पाप, पुणी बंची रही फेरी न आसिले रक्षा। कालस्रोतरे दिन पर दिन बही चलीगला। नटवर पूर्वे विमलांकठारु जे दुर्व्यवहार पाउथिले ताहा तांको भोगिबाकू पड़ुनाही। घरे धन संपत्ति होइछि, ताहा उपभोग करबाकू उपयुक्त जन्मित उत्तराधिकारी मध्य मिलिछि। सुतरां विमलांक मनरे आनंदर सीमा नाही। नटवर मध्य क्रमशः नूतन बेष्टनी रे निजकू अभ्यस्त करिनेलेणी। कृष्णर स्मृति तांक जीवन रे एक ऐतिहासिक घटना होई रहिबा उपर बसिलाणी। से घटना मन पड़िला अवश्य अतर्कित भावरे तांकर नासिकारे एक उष्म दीर्घश्वासर धारा बही जाए। किंतु दिनमणि तांक हृदय रे कृष्णर शून्यस्थान प्राय पूरण करिछि। केवल दिनमणि गोपी भाषार कृष्ण आसिबे बोली गले भंडी पढ़िले नटवर मने मने कहती, काहीं बोली भंडी गला केउठी, न कही न पोछि चलीगला। जेते हेले तो पर जाऊ। दिनमणि परे विमलांकर आउ गोटे पुत्र लाभ हैला। अनेक दिन चलीगला। दिनमणिर बयस 18 वर्ष। से वर्तमान जड़े अति उग्र युवक। संसार रे भलमंद प्रति तार भ्रुक्षेप नाही। बड़ सान भेद ता निकट रे नाही। काहाकू मानिबाकू इच्छा ता हृदय रे स्थान पाई पारु नाही। से जे एक प्रकार निरंकुश होई पड़िछि। कुंभारर माटी पिंडुळा आकार रे षष्ठी देवींक ठारू ताकू पाइला परे विमला निज हाथ ताकू गढ़िछंती। से मां को मारे, बापा को बोल माने नहीं। कृष्णर स्मृति पर पदाघात करे। गोविंदपुरर लोके कृष्ण को झुरी तार प्रशंसारे कथा पदे अधे कहिले तार हृदय ईर्षार जली उठे।
ଦିନେ ଜଣେ ଭିକାରୀ ନଟବରଙ୍କ ଦ୍ୱାରକୁ ଭିକ ମାଗି ଆସିଥିଲା। ଦିନମଣି ତା ଉପରେ ରାଗି ତାକୁ ମାରୁ ମାରୁ ପ୍ରାଣରେ ମାରି ପକାଇଲା। ସବୁଆଡ଼େ ସ୍ୱର ହୋଇଗଲା, ନଟବରଙ୍କର ବଡ଼ ପୁଅ ନରହତ୍ୟା କରିଛି। ସେ ମରହଟ୍ଟା ଅମଳ। ଆଜିକାଲି ପରି ସେତେବେଳେ ଆଇନ ଅଦାଲତ ନଥିଲା। ଭୋନସଲାଙ୍କ ଅଧୀନରେ ରାଜାମାନେ ରାଜ୍ୟ ଶାସନ କରୁଥିଲେ। ରାଜା ନରହତ୍ୟା ସମ୍ବାଦ ପାଇ ଦଣ୍ଡ ବିଧାନ କଲେ। ନଟବରଙ୍କ ବଡ଼ ପୁଅ ଫାଶୀ ଘେନିବ। ନଟବର ବର୍ତ୍ତମାନ ଖୁବ୍ ବୁଢ଼ା, ବିମଳା ବୁଢ଼ୀ। ନଟବର, ବିମଳା ଓ ଦିନମଣି ଧରା ହୋଇ ଆସିଲେ। ନଟବର ଓ ବିମଳା କାନ୍ଦରେ ଆକାଶ ପୃଥିବୀ ଫଟାଉଥାନ୍ତି। ନିଜର ଭାଗ୍ୟକୁ ଦୋଷ ଦେଇ କପାଳରେ ହାତ ପିଟୁଛନ୍ତି। ଦିନମଣିକୁ ରକ୍ଷା କରିବା ନିମନ୍ତେ ବ୍ୟାଧ ନିକଟରେ ହରିଣୀ ନିଜର ଶିଶୁ ଶାବକର ପ୍ରାଣ ରଖିବାକୁ ବୃଥା ଚେଷ୍ଟା କଲା ପରି ଦୁହେଁ ନାନା ଉପାୟ କରୁଛନ୍ତି। ତାକୁ କୁଣ୍ଢେଇ ଧରୁଛନ୍ତି, ନୟନର ଅଶ୍ରୁ ଜଳରେ ତାର ମୁଣ୍ଡ ତିନ୍ତାଉଛନ୍ତି। ମାତ୍ର ସେଥିରେ କିଛି ଫଳ ହେଲା ନାହିଁ। ଦିନମଣି ତୁଳାରେ ଗଢ଼ା ନିଜର ପ୍ରତିମାଟି ପରି ଥରି ଥରି ଫାଶୀ ଖମ୍ବ ପାଖକୁ ଗଲା। ଦିନମଣିକି ଚିରକାଳ ଲାଗି ବିଦାୟ ଦେଲାବେଳେ କୃଷ୍ଣର ଅର୍ଦ୍ଧ ବିସ୍ମୃତ ସ୍ମୃତି ନଟବରଙ୍କ ମନରେ ଆସି ବିଜୁଳି ଚମକ ପରି ମୁହୂର୍ତ୍ତକ ମଧ୍ୟରେ ଖେଳିଗଲା। କୃଷ୍ଣ ତାଙ୍କ ଘରୁ ବିଦାୟ ନେଇଯାଇ ଆପଣାର ପିତୃଗୃହକୁ ନ ଫେରି ବନ ପ୍ରାନ୍ତରରେ ବୁଲି ଅନେକ ବର୍ଷ କଟାଇ ଆଜି ଆସି ଦରବୁଢ଼ା ହୋଇଛି। ସୁଖ ଦୁଃଖ ହସ କାନ୍ଦ ମଧ୍ୟରେ ତା ଜୀବନରେ ପ୍ରଭେଦ ସେ ଭୁଲି ଯାଇଛି। ଆଖିକୁ ଭଲ ଦିଶୁନାହିଁ, କାନକୁ ସ୍ପଷ୍ଟ ଶୁଣାଯାଉ ନାହିଁ। କିନ୍ତୁ ଯେତେବେଳେ ନଟବରଙ୍କ ବଡ଼ ପୁଅ ଫାଶୀ ଘେନିବା ବିଷୟରେ ଗ୍ରାମ ଗ୍ରାମାନ୍ତରରେ ଲୋକେ ଗଳ୍ପ କଲେ, ସେ ତାହା ଶୁଣିପାରିଲା। କହିଲା, ନଟବରଙ୍କ ବଡ଼ ପୁଅ, ସେ ତ ମୁଁ। ତାର ଗୋଟିଏ ସ୍ୱପ୍ନ ହଠାତ୍ ଭାଜିଗଲା। ମୁହୂର୍ତ୍ତକ ପାଇଁ ସେ ଚମକି ପଡ଼ିଲା। ଦିନମଣି ଫାଶୀ ଖମ୍ବରେ ଚଢ଼ିବାକୁ ଯାଉଛି। ହଠାତ୍ ଦୂରରୁ କିଏ ଜଣେ ଧାଇଁ ଆସି ଡାକି କହିଲା, ସତର୍କର ଫାଶିଆଳ। ସମସ୍ତେ ବୁଲି ଚାହିଁଲେ। ସ୍ୱର ପୁନରାୟ ଶୁଣାଗଲା, ନଟବରଙ୍କ ବଡ଼ ପୁଅ ମୁଁ ଫାଶୀ ଘେନିବି। ମୁଣ୍ଡରେ ଜଟା, ଚିବୁକରେ ଦାଢ଼ି, ଶୀର୍ଣ୍ଣ ଅଥଚ କୃଷ୍ଣ। କପାଳ କୁଞ୍ଚିତ ହୋଇପଡ଼ିଛି। ଦୃଷ୍ଟିରେ ବିଷାଦର ଭାର ପୂରି ରହିଛି। ନବାଗତ ଦିନମଣିକୁ ହଟାଇ ଦେଇ ନିଜେ ଫାଶୀ ଖମ୍ବରେ ଚଢ଼ିବାକୁ ବାହାରିଲା। ଫାଶିଆଳ ଦେଖି ଅବାକ। ଉପସ୍ଥିତ ଲୋକେ କହିଲେ, ଏ କ'ଣ ପାଗଳ? ନଟବର ଚିହ୍ନିଲେ, ସେ ତାଙ୍କର 40 ବର୍ଷ ବୟସ ବେଳର ସେଇ ଅଯାଚିତ ପୁତ୍ର କୃଷ୍ଣମୋହନ। ତାଙ୍କର ସମୁଦାୟ ପ୍ରାଚୀନ ସ୍ମୃତି କ୍ଷଣକ ମଧ୍ୟରେ ଜାଗ୍ରତ ହୋଇଉଠିଲା। ତା ପ୍ରତି ପୂର୍ବ ସ୍ନେହର ଉତ୍ସ ପ୍ରବଳ ବେଗରେ ବହିବାକୁ ଲାଗିଲା। ସେ ଧାଇଁ ଯାଇ ଫାଶୀ ଖମ୍ବରୁ କୃଷ୍ଣକୁ ପେଲି ପକାଇ ଦେଇ କହିଲେ, କିଏ ତୁ ଧୃତ? କହୁଛୁ ମୋର ବଡ଼ ପୁଅ ବୋଲି? ପଳା ଏଠାରୁ, ମୁଁ ତୋତେ ଚିହ୍ନେ ନାହିଁ। ମାତ୍ର କିଛି ଫଳ ହେଲା ନାହିଁ। ଫାଶିଆଳ ନିଜର ଅଭ୍ୟସ୍ତ କାର୍ଯ୍ୟ ଶୀଘ୍ର ଶେଷ କରି ଫେରିବାକୁ ବ୍ୟସ୍ତ ହୋଇପଡ଼ିଲା। କୃଷ୍ଣମୋହନ ପୁନରାୟ ଫାଶୀ ଖମ୍ବରେ ଚଢ଼ିବାରୁ ସେ ତାହାର ଶେଷକୃତ୍ୟ ସମାପନ କଲା। ଘଣ୍ଟା ବାଜିଗଲା। ନଟବର ଗ୍ରୀଷ୍ମକାଳୀନ ଅପରାହ୍ନ ବର୍ଷା ସମୟରେ ଝଡ଼ ତୋଫାନ ଓ ଜଳଧାରା ପରି ପ୍ରାଣର କୋହ ଛାଡ଼ି ଯନ୍ତ୍ରଣାରେ ଆହତ ହୋଇ ତଳେ ଲୋଟିବା ସଙ୍ଗେ ସଙ୍ଗେ ଫାଶୀ ଖମ୍ବରେ ଶବ ମୁହଁରେ କଳାକନା ପଡ଼ିଗଲା। ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା ଗଳ୍ପ ବଡ଼ ପୁଅର ଦ୍ୱିତୀୟ ତଥା ଶେଷ ଭାଗ। ଗପଟି ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ କରି ନିଶ୍ଚିତ ଜଣାଇବେ। ଚ୍ୟାନେଲରେ ନୂଆ ହୋଇଥିଲେ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ରହିଲୁ, ନମସ୍କାର।